ସକାଳୁ ବାସି ମୁହଁରେ ଯେଉଁ ଝିଅ ନାଁ କହି 3 ଢୋକ ପାଣି ପିଇଦେବେ, ଗ୍ୟାରେଣ୍ଟି ଦେଉଛି ସନ୍ଧ୍ୟା ସୁଦ୍ଧା ସେ ଝିଅ ପଟିଯିବ। ନିଜେ ଆସି ଆପଣଙ୍କ ସହିତ କଥା ହେବ, ନହେଲେ ଆପଣଙ୍କୁ ଫୋନ୍ କରିବ। ଆଜ୍ଞା ହଁ, ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଏମିତି ଏକ ମହାଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ, ଯାହାର ପ୍ରୟୋଗରେ ଆପଣ କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀକୁ ଅତି ସହଜରେ ପଟେଇ ପାରିବେ, ନିଜ ବଶରେ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ଯେଉଁ ଝିଅ ବା ନାରୀକୁ ଆପଣ ପଟେଇବାକୁ ଚାହୁଁଛନ୍ତି ବା ଭଲ ପାଉଛନ୍ତି, ତାର ନାମ 3 ଥର କହିକି 3 ଢୋକ ପାଣି ପିଇବାର ଅଛି। ବାସି ମୁହଁରେ ଏହି କାମ କରିବେ। ଯେମିତି ଆପଣ ସକାଳୁ ବାସି ମୁହଁରେ 3 ଢୋକ ପାଣି ପିଇବେ, ସେପଟେ ସେ ଝିଅ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଖାଲି ଆପଣଙ୍କ କଥା ଭାବିବ। ଯେପର୍ଯ୍ୟନ୍ତ ଆପଣଙ୍କୁ ଦେଖିନି, ଆପଣଙ୍କ ସହିତ କଥା ହେଇନି, ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। କେତେଥର ଏମିତି ହେଇଥାଏ କି ଆପଣ ଯେଉଁ ଝିଅକୁ ଭଲ ପାଉଛନ୍ତି ସିଏ ଆପଣଙ୍କୁ ଭଲ ପାଏନି, ଅନ୍ୟ କାହାକୁ ଭଲ ପାଏ, ଆଉ ଆପଣ ତା ପଛରେ ଗୋଡ଼େଇ ଗୋଡ଼େଇ ନିଜର ସବୁ ସମୟ ସାରି ଦିଅନ୍ତି କିନ୍ତୁ ନିଜ ପସନ୍ଦର ସେ ଝିଅକୁ ପଟେଇ ପାରନ୍ତିନି। ଯଦି ଆପଣ ବି ଏହିପରି ପରିସ୍ଥିତିରେ ପଡ଼ିଛନ୍ତି, ଯେତେ ଚେଷ୍ଟା କଲେ ମଧ୍ୟ ନିଜ ପସନ୍ଦର ଝିଅ ପଟେଇ ପାରୁନାହାନ୍ତି, ତେବେ ମୋ କଥା ମାନି ମାତ୍ର ଥରେ ଏହି ବଶୀକରଣ କରନ୍ତୁ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ଯେତେବେଳେ ଆପଣ ସକାଳୁ ଉଠିବେ, ବାସି ମୁହଁରେ ସେ ଝିଅର ନାମ 3 ଥର କହିକି 3 ଢୋକ ପାଣି ପିଇଦେବେ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ଚାଲନ୍ତୁ ଜାଣିବା। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତାର ଲାଭ ପାଇପାରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ସକାଳୁ ବାସି ମୁହଁରେ କରିବେ। ବିଧିଟିକୁ ଧ୍ୟାନ ସହିତ ଶୁଣନ୍ତୁ, ପ୍ରୟୋଗ ବିଧି ଠିକ୍ ଭାବରେ ବୁଝନ୍ତୁ, ତାପରେ ଆପଣ ଏହି ବଶୀକରଣ କରିବା ପାଇଁ ଯିବେ। କାହିଁକି ନା ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୁଁ ଆପଣଙ୍କୁ ସବୁ ଭିଡ଼ିଓରେ କହୁଛି, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା, ତାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ରତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧି ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେତେ ସୁନ୍ଦରୀ ଝିଅ ବା ସୁନ୍ଦରୀ ନାରୀକୁ ଚାହିଁବେ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ, ନିଜର କରିପାରିବେ। ତାଠାରୁ
ନିଜର ମନ ମୁତାବକ କାମ ହାସଲ କରିପାରିବେ। ଠିକ୍ ଅଛି, ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ଆପଣ କିପରି କରିବେ, କିପରି ଆପଣ ଝିଅ ନାମ କହି 3 ଢୋକ ପାଣି ପିଇବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ସକାଳୁ ବାସି ମୁହଁରେ କରିବେ। ପ୍ରଥମେ ଆପଣ କ'ଣ କରିବେ, ଯେତେବେଳେ ତା ପୂର୍ବଦିନ ରାତିରେ ଶୋଇବା ପାଇଁ ଯିବେ, ଗୋଟିଏ ଗ୍ଲାସରେ ଚିନି ପାଣି ଆଣିବେ। ତାପରେ 7 ଥର ସେ ଝିଅର ନାମ କହିକି ଆପଣ ସେ ଚିନି ପାଣିର ଗ୍ଲାସରେ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ ଚିନି ପାଣିର ଗ୍ଲାସକୁ ନିଜର ଖଟ ତଳେ ରଖିକି ଶୋଇପଡ଼ିବେ। ସକାଳୁ ଉଠିବା ମାତ୍ରେ ଆପଣ ବାସି ମୁହଁରେ, ବିନା ହାତ ଗୋଡ଼ ଧୋଇକି ଆପଣ ବାସି ମୁହଁରେ ସେ ଚିନି ପାଣିର ଗ୍ଲାସକୁ କାଢ଼ିବେ। ଆଉ ଏହିପରି କହିବେ, ଦେଖନ୍ତୁ, ମନେକର ଆପଣ ଯେଉଁ ଝିଅକୁ ପଟେଇବାକୁ ଚାହୁଁଛନ୍ତି ତାର ନାମ ହେଉଛି ସବିତା, ତେବେ ଆପଣ ଏହିପରି କହିବେ, ସବିତା ତୀବ୍ର ବଶୀଭୂତଂ। ଗୋଟିଏ ଢୋକ ପାଣି ପିଇଦେବେ। ଆଉ ଥରେ କହିବେ, ସବିତା ତୀବ୍ର ବଶୀଭୂତଂ, ଆଉ ଗୋଟିଏ ଢୋକ ପାଣି ପିଇଦେବେ। ଏହିପରି ଆପଣ 3 ଥର କହିବେ ଆଉ 3 ଢୋକ ପାଣି ପିଇଦେବେ। ଗ୍ୟାରେଣ୍ଟି ଦେଉଛି, ଏପଟେ ଆପଣ ଏହି ବିଧିକୁ କରିବା ମାତ୍ରେ ସେପଟେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସନ୍ଧ୍ୟା ସୁଦ୍ଧା ସେ ଝିଅ ନିଜେ ଆପଣଙ୍କୁ ଫୋନ୍ କରିବ, ନହେଲେ ନିଜେ ଆସି ଆପଣଙ୍କ ସହିତ କଥା ହେବ। ଧନ୍ୟବାଦ।